ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାଷଣ। ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜନ ବୃନ୍ଦ, ବିଜ୍ଞ ବିଚାରକ ମଣ୍ଡଳୀ ଏବଂ ଏଠାରେ ଉପସ୍ଥିତ ଥିବା ମୋର ପ୍ରିୟ ଛୋଟ ବଡ଼ ଭାଇ ଭଉଣୀ ଏବଂ ମୋର ସହଯୋଗୀଗଣ, ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସର୍ବପ୍ରଥମେ ମୁଁ 77ତମ ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଆଜି ହେଉଛି ଜାନୁଆରୀ 26 ଅର୍ଥାତ୍ ସାଧାରଣତନ୍ତ୍ର ଦିବସ, ଯାହାକି 77ତମ ସାଧାରଣତନ୍ତ୍ର ଦିବସ ରୂପେ ଆଜିର ଦିବସରେ ପାଳନ ହେଉଛି। ଏହି ଦିନଟିକୁ ଆମେ ପ୍ରତିବର୍ଷ ପାଳନ କରି ଆସୁଛୁ। 1950 ମସିହା ଜାନୁଆରୀ 26 ତାରିଖରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହି ସମ୍ବିଧାନ ତିଆରି କରିବା ପାଇଁ 2 ବର୍ଷ 11 ମାସ ଓ 18 ଦିନ ସମୟ ଲାଗିଥିଲା। ଆମ୍ବେଦକର ଭାରତ ଫେରିଲା ପରେ ଦଳିତ ମାନଙ୍କର ସାମାଜିକ ସ୍ୱାଧୀନତା ଏବଂ ଭାରତକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ବନେଇବାକୁ ଲାଗିଲେ ଏବଂ ଅନେକ ପୁସ୍ତକ ମଧ୍ୟ ଲେଖିଥିଲେ। 1926 ମସିହାରେ ବମ୍ବେ ସମ୍ବିଧାନ ପରିଷଦର ସଦସ୍ୟ ହୋଇଥିଲେ। ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଭାରତକୁ ଦେଖିବାର ଦୃଷ୍ଟି ସମ୍ପୂର୍ଣ୍ଣ ଅଲଗା ଥିଲା। ସେ ଭାରତକୁ ବିଭାଜନ ହେବା ଦେଖିବାକୁ ଚାହୁଁନଥିଲେ। 15 ଅଗଷ୍ଟ 1947ରେ ଭାରତର ସ୍ୱାଧୀନତା ପରେ ଆମ୍ବେଦକରଙ୍କୁ ଦେଶର ପ୍ରଥମ ଆଇନ ମନ୍ତ୍ରୀ କରିଦିଆଗଲା ଏବଂ କଠିନ ପରିଶ୍ରମ ପରେ ସେ ଏକ ଲିଖିତ ସମ୍ବିଧାନ ଭାରତକୁ ଦେଲେ, ଯାହାକୁ 26 ଜାନୁଆରୀ 1950ରେ ଭାରତରେ ପ୍ରଣୟନ କରାଗଲା। ଆମ୍ବେଦକରଙ୍କର ବିଚାର ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ଥାପନ ମଧ୍ୟ କରାଗଲା। ଆମ୍ବେଦକରଙ୍କର ଧର୍ମ ପରିବର୍ତ୍ତନ କରିବାକୁ ବାରମ୍ବାର କହି ଆସୁଥିଲେ। 35 ବର୍ଷ ସମସ୍ତ ଧର୍ମ ଉପରେ ଗବେଷଣା କଲା ପରେ ଶେଷରେ 14 ଅକ୍ଟୋବର 1956ରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଶେଷରେ 6 ଡିସେମ୍ବର 1956 ମସିହାରେ ବିଛଣାରେ ଶୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଦଳିତ ଲୋକମାନଙ୍କୁ ତାଙ୍କ ଅଧିକାର ଫେରାଇ ଦେଇଥିଲେ ଓ ଅନେକ ପରିବର୍ତ୍ତନ ଆଣିଥିଲେ। କଥାରେ ଅଛି, ଏକତା ହିଁ ବଳ। ତେଣୁ ଆମେ ଏକ ହେବା ଏବଂ ସତ୍ ମାର୍ଗରେ ଯାଇ ଦେଶକୁ ବହୁ ସମସ୍ୟା ଭିତରୁ ଉଦ୍ଧାର କରି ଭାରତକୁ ଏକ ସୁସଂଗଠିତ ରାଷ୍ଟ୍ର ରୂପେ ଗଢ଼ିବା। ଚାଲନ୍ତୁ ଆଜି ଶପଥ ନେବା, ସମସ୍ତେ ମିଳିମିଶି ଆମ ଦେଶର ସମ୍ମାନ ରକ୍ଷା କରିବା ଏବଂ ବହୁତ ଆଗକୁ ଯିବା। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ବନ୍ଦେ ମାତରମ୍।